ଏଥରକ ମୁଁ ସ୍ପେଶିଆଲି ମୋର ଗୋଟେ ବନ୍ଧୁ ବା ମୋର ବଡ଼ ଭାଇ ଜଣେ ସେ ଲେଖିଛନ୍ତି ଗୋଟେ ବହି, ଗୋଟେ କବିତା ସଂକଳନ ତାଙ୍କର ଥିଲା। ସେ କବିତା ସଂକଳନଟି ଏବେ ମୋ ହାତରେ ବି ଧରିଛି, ନୀରବ ଚିଠିର ବାସ୍ନା। ପ୍ରଥମତଃ ଯେବେ ବି ମାନେ ବୁକ୍ ଫେୟାର ପଡ଼େ ଭୁବନେଶ୍ୱରରେ ମୁଁ ସବୁବେଳେ ଆସେ। ଆଉ ମୋତେ ବହୁତ ଭଲ ଲାଗେ। ମୁଁ ଆଗରୁ ବହିର ବହୁତ ମାନେ ବହିକୁ ବହୁତ ଭଲ ପାଏ ପଢ଼ିବା ପାଇଁ, ସ୍ପେଶିଆଲି ଓଡ଼ିଆ ବହି ପଢ଼ିବା ପାଇଁ ବହୁତ ଭଲ ପାଏ। ଓଡ଼ିଆ ଉପନ୍ୟାସ, କବିତା ଏସବୁ ଜିନିଷ ପଢ଼ିବାର ମୋର ମାନେ ଗୋଟେ ସ୍ପେଶାଲ ମାନେ ମାନେ କହିବାକୁ ଗଲେ ଗୋଟେ ଇଚ୍ଛା ବା ଆଗ୍ରହ। ଏଥରକ ମୁଁ ସ୍ପେଶିଆଲି ମୋର ଗୋଟେ ବନ୍ଧୁ ବା ମୋର ବଡ଼ ଭାଇ ଜଣେ ସେ ଲେଖିଛନ୍ତି ଗୋଟେ ବହି, ଗୋଟେ କବିତା ସଂକଳନ ତାଙ୍କର ଥିଲା। ସେ କବିତା ସଂକଳନଟି ଏବେ ମୋ ହାତରେ ବି ଧରିଛି, ନୀରବ ଚିଠିର ବାସ୍ନା। ସେଇଟା ମାନେ ବେଶୀ ମୁଁ ବହୁତ ବ୍ୟସ୍ତ ଥିଲେ ବି କେବଳ ଏଇ ବହିଟା ପାଇଁ ମୁଁ ଟାଣି ହେଇ ଆସିଲି। ଆଉ ଏ ପଶ୍ଚିମା ପବ୍ଲିକେସନ ଆପଣ ଏଣ୍ଟ୍ରି କରୁ କରୁ ରାଇଟ୍ ସାଇଡ଼୍ରେ ପଡ଼ିବ ପ୍ରଥମ ବୁକ୍ ଆପଣଙ୍କର ଷ୍ଟଲ୍ଟା, ସେଥିରେ ପଡ଼ିଛି ଆପଣଙ୍କର ଏଇ ଯେଉଁ ତାଙ୍କ ପବ୍ଲିକେସନରେ ବାହାରିଛି ନୀରବ ଚିଠିର ବାସ୍ନା। ବଢ଼ିଆ କବିତା ହେଇଛି ବହୁତ ସାରା। ମୋତେ କବିତା ପଢ଼ିବା ପାଇଁ ବହୁତ ଭଲ ଲାଗେ। ମୁଁ ବି ଛୋଟ ମୋଟ ଲେଖା ମୁଁ ଲେଖେ। ଓଡ଼ିଆ ଭାଷା ପ୍ରତି ମୋର ମୋହ ବହୁତ ଅଧିକା। ମୁଁ ବହୁତ ଗୁଡ଼ିଏ ଲେଖା ପଢ଼ିଛି, ବହୁତ ଗୁଡ଼ିଏ ଉପନ୍ୟାସ ପଢ଼ିଛି, ବହୁତ ଗୁଡ଼ିଏ ପ୍ରବନ୍ଧ ପଢ଼ିଛି, ବହୁତ ଗୁଡ଼ିଏ ଭ୍ରମଣ କାହାଣୀ ପଢ଼ିଛି। ଆଉ କହିବାକୁ ଗଲେ ଇଣ୍ଟରନେଟ୍ର ଯୁଗରେ ବର୍ତ୍ତମାନ ଆପଣ ଯଦି ଦେଖିବେ ତାହେଲେ ବହିର ଚାହିଦାଟା ମୁଁ କହିବି କମିନି। ଆଜି ବି ଲୋକ ଛପଉଛନ୍ତି, ବହୁତ ମାତ୍ରାରେ ବହି ଛପା ହେଉଛି, ବହୁତ ମାତ୍ରାରେ ଆପଣ କୌଣସି ବି ପବ୍ଲିକେସନ ସଂସ୍ଥାକୁ ପଚାରିବେ ସେମାନେ କହିବେ ବହି ପଢ଼ିବାର ଯେଉଁ ଆଗ୍ରହଟା ହୁଏତ କମିଛି, କାରଣ ଲୋକ ଇଣ୍ଟରନେଟ୍ରେ ସେ ଜିନିଷଟାକୁ ପାଇପାରୁଛନ୍ତି ବା ଇ ବୁକ୍ସ ମାଧ୍ୟମରେ ସେଟା ପାଇପାରୁଛନ୍ତି। ଇ ବୁକ୍ସକୁ ନେଇକି ଯଦି ପବ୍ଲିକେସନ ଆଉ ସଂସ୍ଥା କିଛି ଭଲ ଜିନିଷ କରିପାରନ୍ତେ ବହୁତ ଭଲ ହୁଅନ୍ତା। ଆମେ ଇ ବୁକ୍ସକୁ ମଧ୍ୟ ଯେମିତିକି ଏଇଟାକୁ ଆମେ ପଇସା ଦେଇକି କିଣୁଛନ୍ତି, ଯେଉଁଟାକି ଗୋଟେ ମାନେ ଲେଖିଥିବା ଲେଖକର କିଛି ମୂଲ୍ୟ ମିଳୁଛି। ଏବେ କହିବାକୁ ଗଲେ ବହିର କିଛି ମୂଲ୍ୟ ନାହିଁ ଆଜ୍ଞା, କିନ୍ତୁ ତଥାପି ଆମେ ବହିର ଯଦି ଦେଖିବା ଆର ବି କିଛି ଗୋଟେ ମୂଲ୍ୟ ରହୁଛି। ଦେଖନ୍ତୁ ସବୁ ଜିନିଷର ନିଜ ନିଜର ଗୋଟେ ଭାବ ଅଛି, ଫିଲିଙ୍ଗସ୍ ଅଛି। ସେ ଫିଲିଙ୍ଗସଟାକୁ ଆମେ ବିଭିନ୍ନର ଆପଣ ଯେମିତି ଚାହା ପିଇବାକୁ ଆପଣଙ୍କୁ ଯେମିତି ଲାଗିବ ପାଣି ପିଇବାକୁ ସେମିତି ଲାଗିବନି। ବହି ପଢ଼ିବାର ଯେଉଁ ମଜାଟା ସେଇଟା ଯିଏ ବହି ପଢ଼ିଛି ମୋ ମତରେ ସେମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ବହିରେ କେତେ ଜିନିଷ ଥାଏ। ସେଇ ବହିରେ ଆପଣ ମାନେ ବହି ଭିତରକୁ ପଶିଗଲେ ଯେମିତି ଲାଗେ ମାନେ ଆପଣ ସେଇ ଦୁନିଆରେ ଅଛନ୍ତି। ଇଣ୍ଟରନେଟ୍ରେ ବହୁତ ଜିନିଷ ମିଳୁଛି, ଆମେ କହିପାରିବାନି। ଆମ ଯୁଗ ହିସାବରେ ଆମକୁ ଯିବାକୁ ପଡ଼ିବ ବା ସୋସାଇଟି ଯେଉଁ ହିସାବରେ ଯାଉଛି ଆମକୁ ଯିବାକୁ ପଡ଼ିବ। ଇ ବୁକ୍ସ ଗୋଟେ ବହୁତ ଭଲ ଜିନିଷ, କିନ୍ତୁ ମୋ ମତରେ ବହିକୁ ବି ବଞ୍ଚେଇକି ରଖିବା ଦରକାର। ଏଇଟା ବି ଆଜିକା ଡେଟ୍ରେ କିଛି ଲୋକଙ୍କର ମାନେ ଗୋଟେ ମାନେ କ'ଣ ବା ସ୍ପୃହା ବା ଶ୍ରଦ୍ଧା ଭିତରେ ବି ରହିଛି। କମ୍ପ୍ଲିଟ୍ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯେଉଁ ଗ୍ରୋଥ୍ ହେଇଛି, ଯେଉଁ ଆପଣଙ୍କର କୌଣସି ଗୋଟିଏ ଜିନିଷ ବିଷୟରେ ଆପଣ ଯଦି ରିସର୍ଚ୍ଚ କରୁଛନ୍ତି ବା ଖୋଜୁଛନ୍ତି, ଆପଣଙ୍କୁ ଇଣ୍ଟରନେଟ୍ରେ ଥିବା ପ୍ରତ୍ୟେକ ଜିନିଷ ଆପଣଙ୍କୁ ମିଳିପାରୁଛି। ତ ଡେଫିନେଟଲି ଏଇଟା ଗୋଟେ ସୁବିଧା। ଯେକୌଣସି ଯିଏ ରିସର୍ଚ୍ଚ କରୁଛନ୍ତି କିମ୍ବା ପାଠ ପଢ଼ୁଛନ୍ତି କିମ୍ବା କୌଣସି ଜିନିଷ ଜାଣିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ମୁଁ ଭାବେ ଅବଦାନ, ଈଶ୍ୱରଙ୍କ ଅବଦାନ ଏଇଟା। କିନ୍ତୁ ବହି ପଢ଼ିବା ଗୋଟେ ପୁରୁଣା ସ୍ପୃହା, ସେଟାକୁ ବଞ୍ଚେଇକି ରଖିବା। ଆମେ ଦେଖନ୍ତୁ ଆପଣଙ୍କର ବାପା ବଡ଼ବାପା ଜେଜେ ଚାଲିଗଲା ପରେ ତାଙ୍କର ସ୍ମୃତିକୁ ସାଇତି ରଖିବା, ଯାହା ମୋ ମତରେ ବହିଟାକୁ ମଧ୍ୟ ସାଇତିକି ରଖିବା ଆଜିକା ଡେଟ୍ରେ ସେଇଭଳିଆ ଟାଇପ୍ର ଗୋଟେ ଜିନିଷ, ଯେଉଁଟା ଇଣ୍ଟରନେଟ୍ ଆମକୁ ସବୁ ଦେଇଦେଉଛି। ଫିର୍ ବି ବହି ପ୍ରତି ମୋହ ରହିବାଟା ଦରକାର। ରାଜ୍ୟ ସରକାରଙ୍କର ଏଇ ଯେଉଁ ବୁକ୍ ଫେୟାର ଏଇଥରକ ମୁଁ ଆସିଛି ସ୍ପେଶାଲ, ବହୁତ ବଢ଼ିଆ ଭାବରେ ସଜା ହେଇଛି ପ୍ରତ୍ୟେକ ଜିନିଷକୁ। ଯେଉଁ ଜାଗାରେ ଯେଉଁ ଜିନିଷ ରହିବା କଥା ରହିଛି, ପୁରୁଣା ଜିନିଷକୁ ସଜା ହେଇଛି, ଯେଉଁଟା ଆମର ଏବେକା ପିଢ଼ିର ପିଲାମାନେ ଦେଖିକି ଜାଣିପାରିବେ, ପୁରୁଣା ଲୋକଙ୍କୁ ମନେ ପକାଇ ପାରିବେ। ଯେମିତିକି ସର୍ଦ୍ଦାର ବଲ୍ଲଭଭାଇଙ୍କର ବଲ୍ଲଭଭାଇ ପଟେଲଙ୍କର ଗୋଟେ ଜୋନ୍ ତିଆରି କରାହେଇଛି। ତାଙ୍କର କିଛି ହିଷ୍ଟ୍ରି ସେଠି ପଟ୍ଟଚିତ୍ରରେ ମଧ୍ୟ ଦେଖାହେଇଛି। କିଛି ଆମର ଯେଉଁମାନେ ଥିଲେ ନାରୀ ସ୍ୱାଧୀନତା ସଂଗ୍ରାମୀ ସେମାନଙ୍କର ମଧ୍ୟ ଗୋଟେ କରାଯାଇଛି ଷ୍ଟଲ୍ ଟାଇପ୍ର, ଯେଉଁଥିରେ ସେମାନଙ୍କୁ ମଧ୍ୟ ଦେଖାଯାଇଛି। ତ ଏଇଟା ଆମର ଯେଉଁ ଜେନେରେସନ୍, ଯେଉଁମାନେ କି ଏବେକାର ଜେନେରେସନ୍, ଯେଉଁଟାକି ଏଇ ଜିନିଷଟାକୁ ସେମାନେ ଜାଣିପାରୁନାହାନ୍ତି, ହୁଏତ ସେମାନେ ଏଇ ଜିନିଷଟାକୁ ଦେଖିଲେ ପୁରୁଣା ଜିନିଷ ଆମର ଯେଉଁଟା ପାଷ୍ଟ ଅଛି, ଆମର ଇତିହାସ ଅଛି, ଓଡ଼ିଶାର ଇତିହାସ ଅଛି, ସେମାନେ ଜାଣିପାରିବେ। ଦେଖନ୍ତୁ ବୁକ୍ ଫେୟାରକୁ ସମସ୍ତେ ଆସିବା ନିହାତି ଦରକାର, କାରଣ କିଛିଟା ଜିନିଷ ଅଛି ଯେଉଁଟା ଲୁଚିକି ରହିଯାଇଛି। ସେଇ ଜିନିଷଟାକୁ ଆମେ ଜାଣିପାରିନାହାନ୍ତି କିମ୍ବା ଜାଣିପାରୁନାହାନ୍ତି। ଏବେ ବହି ମାଧ୍ୟମରେ ମଧ୍ୟ ବହୁତ ଗୁଡ଼ିଏ ଜିନିଷ ରହିଛି ଯେଉଁଟାକି ଇଣ୍ଟରନେଟ୍କୁ ଆସିପାରେନି। ଆପଣ ଥରଟି ଆସନ୍ତୁ, ପ୍ରତ୍ୟେକ ଜାଗା ବୁଲନ୍ତୁ, ଦେଖନ୍ତୁ। ଇଣ୍ଟରେଷ୍ଟ ନଥିଲେ ତ ହେବନି, କିନ୍ତୁ ବୁଲିକି ଦେଖିକି ଜାଣିଲେ
ହୁଏତ ଆପଣ ଖୋଜୁଥିବା ଜିନିଷ ପାଇପାରିବେ କିମ୍ବା ଆପଣ ନେଇକି ତାକୁ ଇଣ୍ଟରନେଟ୍‌ରେ ଯୋଗେଇଲେ ଏବେକା ପିଢ଼ିର ପିଲାମାନେ ସେଇଟାକୁ ପାଇପାରିବେ। ବହୁତ ଜିନିଷ ରହିଛି ସେଟାକୁ ମୁଁ ଭାବୁଛି ଅବସର ସମୟଟାକୁ ଯଦି ଆପଣ ଅନ୍ୟ କେଉଁଠି କାଟୁଛନ୍ତି ବୁକ୍ ଫେୟାର ବୁଲିବାଟା ଗୋଟେ ନିହାତି ଦରକାର ଜିନିଷ। ଆପଣ ଆସିକି ଥରଟେ ବୁଲନ୍ତୁ, ପ୍ରତ୍ୟେକ ଜିନିଷକୁ ଦେଖନ୍ତୁ, ଜାଣନ୍ତୁ, ଓଡ଼ିଶାର ଇତିହାସକୁ ଜାଣିବାଟା ନିହାତି ଦରକାର। ଥ୍ୟାଙ୍କ ୟୁ।